ପ୍ରଚାର ମଇଦାନରେ ରାଷ୍ଟ୍ରୀୟ ମାନବ ପାର୍ଟିର ବିଧାୟକ ପ୍ରାର୍ଥୀ ଘନଶ୍ୟାମ ବାରିକ। କେନ୍ଦୁଝର ଜିଲ୍ଲା ତେଲକୋଇ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପ୍ରଚାରରେ ବିଭିନ୍ନ ଦଳର ପ୍ରାର୍ଥୀ ଲାଗି ପଡ଼ିଛନ୍ତି। ନିଜ ନିଜ ରଣନୀତିରେ ଭୋଟ ହାତେଇବା ପାଇଁ ପ୍ରାର୍ଥୀ ଏବେ ପ୍ରଚାର ମଇଦାନରେ। ଏବେ କିନ୍ତୁ ଦୃଷ୍ଟିକୁ ଆସିଛି ନୂଆ ପାର୍ଟିର ବିଧାୟକ ପ୍ରାର୍ଥୀ ଘନଶ୍ୟାମ ବାରିକ। ରାଷ୍ଟ୍ରୀୟ ମାନବ ପାର୍ଟି ତାଙ୍କୁ ତେଲକୋଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଦେଇ ପାର୍ଟିର ପରିଚୟ ସୃଷ୍ଟି କରୁଛି। ରାଷ୍ଟ୍ରୀୟ ମାନବ ପାର୍ଟିର ବିଧାୟକ ପ୍ରାର୍ଥୀ ଘନଶ୍ୟାମ ବାରିକ ଜଣେ ଭଦ୍ର ଓ ନମ୍ର ସହିତ ସମାଜସେବୀ। ସମାଜସେବା କ୍ଷେତ୍ରରେ ରୁଚି ରଖିଥିବା ଘନଶ୍ୟାମ ବାରିକ ରାଜନୀତିରେ ପାଦ ଥାପି ନିଜର ପରିଚୟ ସୃଷ୍ଟି କରିବା ସହିତ ଲୋକମାନଙ୍କ ସମର୍ଥନ ମିଳିଲେ ସମାଜ ପାଇଁ ସେ ଅନେକ କିଛି କରିବାର ସ୍ୱପ୍ନ ଦେଖିଛନ୍ତି। ଘନଶ୍ୟାମ ବାରିକ ଏବେ ପ୍ରଚାର ମଇଦାନରେ ଗାଁ ଗାଁ ବୁଲି ଭୋଟ ଭିକ୍ଷା ମାଗୁଛନ୍ତି। ଆଦିବାସୀ ଶ୍ରେଣୀର ଭୋଟର ଭାଇ ଭଉଣୀମାନଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଥିବା ବେଳେ ଅନେକ ଭୋଟର ତାଙ୍କ ସପକ୍ଷରେ ଆସୁଛନ୍ତି। ନିଃସ୍ୱାର୍ଥପର ଭାବେ କାମ କରି ଅଞ୍ଚଳର ମୁଖ୍ୟ ସମସ୍ୟାକୁ ପୂରଣ କରି ତେଲକୋଇ ନିର୍ବାଚନ ମଣ୍ଡଳୀକୁ ଏକ ଭିନ୍ନ ରୂପ ଦେବା ପାଇଁ ସ୍ୱପ୍ନ ଦେଖୁଛନ୍ତି। କ୍ଷମତାକୁ ଆସିଲେ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହିତ କୃଷି କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବେ ବୋଲି ଭୋଟରମାନଙ୍କ ପାଖରେ ପ୍ରକାଶ କରିଛନ୍ତି। ରାଜନୈତିକ କ୍ଷେତ୍ରରେ ଅନେକ ତୁଙ୍ଗ ନେତା ଥିଲେ ମଧ୍ୟ ତେଲକୋଇ ନିର୍ବାଚନ ମଣ୍ଡଳୀରେ ସେମିତି ବିଶେଷ କିଛି ବିକାଶର ଦୃଷ୍ଟିକୁ ଆସିନାହିଁ। ଏ ଅଞ୍ଚଳ ପାଇଁ ଅନେକ କିଛି ବିକାଶର ଆବଶ୍ୟକତା ରହିଛି। ଯଦି ଜନସାଧାରଣ ସମର୍ଥନ ଦିଅନ୍ତି ତାହେଲେ ଏ ଅଞ୍ଚଳର ବିକାଶ ଦିଗରେ ଗୁରୁତ୍ୱ ଦେବି ବୋଲି ତେଲକୋଇ ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି। ତେଲକୋଇରୁ ବିଜୟ କୁମାର ମୁଣ୍ଡାଙ୍କ ରିପୋର୍ଟ, ଏବି ନ୍ୟୁଜ୍।